ଧୂଳିପାଲି ଜମନକିରା ମୁଖ୍ୟମନ୍ତ୍ରୀ ବସ୍ ଦୁର୍ଘଟଣାରେ ଜଣେ ଗୁରୁତର। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁଚିଣ୍ଡା ଥାନା ଅଧୀନସ୍ଥ କତରକେଲା ଗ୍ରାମ ବଜାର ଛକ କିଶୋର ଚନ୍ଦ୍ର ପଟେଲଙ୍କ ଘର ସମ୍ମୁଖରେ ଥିବା ଆମ୍ବ ଗଛକୁ ଭାରସାମ୍ୟ ହରାଇ ପିଟି ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ବସ୍ ଦୁର୍ଘଟଣା ଘଟି ବସ୍ରେ ଥିବା ପ୍ରାୟ 17 ଜଣ ଯାତ୍ରୀଙ୍କ ମଧ୍ୟରୁ ଡ୍ରାଇଭର କଣ୍ଡକ୍ଟରଙ୍କ ସହିତ ଜଣେ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ସଙ୍ଗେ ସଙ୍ଗେ 108 ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକମାନେ କୁଚିଣ୍ଡା ଡାକ୍ତରଖାନାକୁ ପଠାଇ କୁଚିଣ୍ଡା ପୋଲିସକୁ ଖବର ଦେଇଥିଲେ। ଗୁରୁତର ଥିବା ଜଣେ ଯାତ୍ରୀଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ଉଦ୍ଧାର କରି ଜନସାଧାରଣ ପ୍ରକାଶ କରୁଥିବା ବେଳେ ଡ୍ରାଇଭରଙ୍କ ଛାତିରେ ଏବଂ ମୁଣ୍ଡରେ ଆଘାତ ହୋଇଥିବା ଲୋକେ ପ୍ରକାଶ କରିଛନ୍ତି। ଗାଡ଼ିଟି ଧୂଳିପାଲିରୁ ଜମନକିରା ଆସୁଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ଧୂଳିପାଲି ଗାଁର ଭବାନୀ ଶଙ୍କର ଷଣ୍ଢ ଥିବା ବେଳେ ବସ୍ ଡ୍ରାଇଭର ନରେଶ ଦେହୁରୀ ଏବଂ କଣ୍ଡକ୍ଟର ସମୀର କୁମାର ବେହେରା ମଧ୍ୟ ଆହତ ହୋଇଥିବା ସମସ୍ତଙ୍କୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଯୋଗୁଁ ଫାସିମାଲ କୁଚିଣ୍ଡା ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା। କୁଚିଣ୍ଡା ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା କୁଚିଣ୍ଡା ଆଇଆଇସି ଶ୍ରୀ ରାଧାକାନ୍ତ ବାରିକ ପ୍ରକାଶ କରିଛନ୍ତି। ସମ୍ବଲପୁରରୁ ଅବ୍ଦୁଲ ଗୁଲାମ କାଦିରଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।